ଜାତୀୟ ସଡ଼କ ସୁରକ୍ଷା ମାସ 2025 ଆମର ଜାନୁଆରୀ 1 ରୁ ଜାନୁଆରୀ 31 ପର୍ଯ୍ୟନ୍ତ ପାଳନ କରାଯିବ। କାଲି ଯେହେତୁ ରାଷ୍ଟ୍ରୀୟ ଶୋକ ଦିବସର ଶେଷ ଦିନ ଥିଲା, ଆମେ ସଡ଼କ ସୁରକ୍ଷା ରଥ ଉନ୍ମୋଚନ କରିପାରିନଥିଲୁ। ଆଜି ସଡ଼କ ସୁରକ୍ଷା ରଥ ଉନ୍ମୋଚନ କରାଗଲା। ଆମର ଦୁର୍ଘଟଣା ଜନିତ ମୃତ୍ୟୁହାର ଦିନକୁ ଦିନ ବଢି ଚାଲିଛି। କ୍ୟାନ୍ସର ରୋଗ ଭଳି ଏଟା ବ୍ୟାପି ଚାଲିଛି। ତାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ତନ୍ମଧ୍ୟରୁ ସଚେତନତା ହେଉଛି ମୁଖ୍ୟ। ଯେ ଆମର ଜନସାଧାରଣ ଯଦି ସଚେତନ ହେବେ, ଆମେ ମନୁଷ୍ୟକୃତ ଦୁର୍ଘଟଣାକୁ ବହୁତ ମାତ୍ରାରେ ରୋକିପାରିବା। ମନୁଷ୍ୟକୃତ କହିଲେ ଯେମିତି ଆମେ ଗାଡ଼ି ଚଲାଉଛେ, ହେଲମେଟ ପିନ୍ଧୁନେ ଟୁ ହ୍ୱିଲର ଚଲେଇଲା ବେଳେ, ସିଟ୍ ବେଲ୍ଟ ପିନ୍ଧୁନେ କାର ଚଲେଇଲା ବେଳେ, ମଦ୍ୟପାନ କରି ଗାଡ଼ି ଚଳାଉଛେ, ମୋବାଇଲ ଧରି ଗାଡ଼ି ଚଳାଉଛେ, ମାନେ ଗାଡ଼ି ଚଲାଉଥିବା ମୋବାଇଲରେ କଥା ହଉଥିବା, ଯୋଉଥିପାଇଁ ଏଗୁଡ଼ାକ ମନୁଷ୍ୟକୃତ ବୋଲି ଆମେ କହିପାରିବା। ତା ବ୍ୟତୀତ ରୋଡ ଇଞ୍ଜିନିୟରିଂ ଡିଫେକ୍ଟ ରହିଛି, କିନ୍ତୁ ମନୁଷ୍ୟଗତ ଦୁର୍ଘଟଣାକୁ କେବଳ ଆମେ ସାଧାରଣ ଲୋକ ସମସ୍ତେ ଚାହିଁଲେ ତାକୁ ବନ୍ଦ କରିପାରିବା। ସେଥିପାଇଁ ଏ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆମେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ତରଫରୁ ଏଇ ଯୋଉ ବାର୍ତ୍ତା ଏ ମାସରେ ଆମେ ଟୁ ହ୍ୱିଲର, ଥ୍ରୀ ହ୍ୱିଲର, ଫୋର ହ୍ୱିଲର ସବୁଥିରେ ମୋବାଇଲ ଆନାଉନ୍ସମେଣ୍ଟ କରିବା ପାଇଁ ବିଧିବଦ୍ଧ ଭାବରେ ପଦକ୍ଷେପ ନେଇଛୁ। ଆପଣ ଦେଖୁଥିବେ ନିକଟରେ ଗୋଟେ ଟୁ ହ୍ୱିଲରରେ ଆମେ କରିଛୁ, ଯୋଉଟା କି ପୁରା ଗାଁରେ ଘର ଘର ପହଞ୍ଚି ପାରିବ ଏବଂ ଲୋକଙ୍କୁ ସଚେତନ କରିବ ଯେ ଆମେ କଣ କଣ କିଛିଟା ପଦକ୍ଷେପ ନେଲେ ଦୁର୍ଘଟଣା ଜନିତ ମୃତ୍ୟୁହାର ରୋକିପାରିବା। ମୋଟର ସାଇକେଲଠୁ ଆରମ୍ଭ କରି ଅଟୋ ସବୁ ଆମେ ପଠାଉଛୁ ବର୍ତ୍ତମାନ, ଯେମିତି ସମସ୍ତେ ସଚେତନ ହେଇପାରିବେ। ତା ସହିତ ପ୍ରତି ବ୍ଲକ ସ୍ତରରେ ଆମେ ର୍ୟାଲି ସ୍କୁଲ ପିଲାମାନଙ୍କୁ ନେଇକି କରିବୁ। ସ୍କୁଲ ପିଲା, ଛୋଟ ଛୋଟ ପିଲା ଆମେ ଦେଶର ଭବିଷ୍ୟତ, ଏବଂ ସେମାନେ ଯଦି ଶିଖିବେ, ସେମାନେ ଘରର 5 ଜଣଙ୍କୁ ଶିଖେଇବେ। ତା ଦ୍ୱାରା ଏ ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଉପରେ ଶିକ୍ଷିତ କରାଇବା, ସଚେତନ କରାଇବା ଏବଂ ଦୁର୍ଘଟଣାକୁ ହ୍ରାସ କରିବା। ତରଫରୁ ପଦକ୍ଷେପ ନିଆଯାଇଛି। এটা ଗୋଟେ ଯୁଗାନ୍ତକାରୀ ପଦକ୍ଷେପ। ପ୍ରତ୍ୟେକ ବର୍ଷ 1 ମାସ ଧରି ପାଳନ କରାଯାଉଛି। ଭଲ କଥା, କିନ୍ତୁ କିଛି ବି ଆଇନ କାନୁନରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି। ଯଥା ଉଦାହରଣ ଆପଣ ଦେଖନ୍ତୁ, ଗୋଟେ ଦୀର୍ଘ ଦିନ ହେଲା ନ୍ୟାସନାଲ ହାଇୱେ ଏପର୍ଯ୍ୟନ୍ତ କ୍ଲିୟର ହେଇପାରିଲା ନାହିଁ। ସେଇ ସମସ୍ୟା ଭିତରେ ରହିଲା। ଏଇ ଗୋଟେ ସପ୍ତାହ ପୂର୍ବରୁ ଜଣେ ଯୁବକ ବନ୍ଧୁ ଗୋଟେ ଗାଡ଼ିରେ 4 ପଲ୍ଟ ହେଇଗଲେ। ତାଙ୍କ ହଠାତ୍ ରାସ୍ତା ମଝିରେ ଯୋଉ ଅବରୋଧ କରିଛନ୍ତି ନ୍ୟାସନାଲ ହାଇୱେ ବାଲା, ଏଟାକୁ ଦେଖିବାର ଅଛି। এটা ହେଉଛି ସରକାରୀ ତରଫରୁ ତ୍ରୁଟି, ଏବଂ ଯୋଉ ଆପଣଙ୍କର ମଦ୍ୟପାନ କରି ଯୋଉମାନେ ଚଲାଉଛନ୍ତି, ଅବକାରୀ ବିଭାଗ ଏବଂ ପୋଲିସ ବିଭାଗ ସେଥିପ୍ରତି ଗୁରୁତ୍ୱ ଦେବା ଦରକାର ଅଛି। ସେମାନେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନ କରୁଛନ୍ତି। ଆମେ କହୁନୁ ସବୁ ଜାଗାରେ ଯେ ସରକାରୀ କର୍ମଚାରୀ ନିୟୋଜିତ ହେଇକି ତାକୁ ସମାଧାନ କରିପାରିବେ, କିନ୍ତୁ ବହୁ ଜାଗାରେ ଅଛି ସେମାନେ ତାକୁ କେମିତି ସମସ୍ୟା ସମାଧାନ ହେଇପାରିବ ତା ପ୍ରତି ଗୁରୁତ୍ୱ ପ୍ରଦାନ କରିବେ, ବହନ କରିବେ। ତେଣୁ ଇଏ ପଦକ୍ଷେପ ହେଉଛି ସୁନ୍ଦର ପଦକ୍ଷେପ। ଆଶା କରୁଛୁ ଆଗାମୀ ଦିନରେ ଇଏ ପଦକ୍ଷେପ ଦ୍ୱାରା କିଛି ଲୋକଙ୍କର ନିଶ୍ଚିତ ଜୀବନ जो हानि होता से निश्चित परिवर्तन आसो, सुधार आसो, लोक निश्चित भाव जीवन धारण करेंगे, परिवार सहित सुखमय जीवन। जनवरी 31 तारीख पर्यंत 1 मास धरी सड़क सुरक्षा मास चलित वर्ष चलो। से परिप्रेक्षी आज भद्रक जिलापाल कार्यालय आज एक सचेतनता कार्यक्रम अनुष्ठित होता। यार लक्ष्य उद्देश्य होची प्रतिदिन जोपरी भाव असावधानता जो लोक मानकर प्राण हानि घटुची ताहाकू किपरि रोक लगा जाई परिबो, एवं ट्रैफिक रो जो नियम अच्छी सरकार द्वारा जो नियम समस्ते जानी सबु जगह लिखाई द्रुत गति आणे विपत्ति, किंतु सरकार जेते प्रयास कले जदि आमे सचेतन न होबा एवं जे पर्यंत समाज रे ये वार्ता को न पहुंचाया प्रत्येक लोक निकटरे, ताहले ये जो अभियान केबे भी सफलता हासिल कर नहीं। एवं ये केवल गोटे मास नुहे, या सबुदिन एक आह्वान, एक आंदोलन होवार आवश्यकता अच्छी। कारण मानव जाति एक अविच्छेद अंग है सड़क सुरक्षा। एथिपाई कार जेपरी सचेतन जदि कर निश्चिंत अनेक जीवन को मूल्यवान जीवन को बचाई पारिबा। यह हूँ मोर लक्ष्य और मोर उद्देश्य। धन्यवाद।